12 ଜୁନ୍ 1975 ଆହ୍ଲାବାଦ ହାଇକୋର୍ଟଙ୍କ ଗୋଟିଏ ରାୟ ସାରା ଦେଶର ରାଜନୀତିକୁ ହଲାଇ ଦେଇଥିଲା। ଜଷ୍ଟିସ୍ ଜଗମୋହନ ଲାଲ ସିହ୍ନା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ 1971 ଇଲେକ୍ସନକୁ ଅମାନ୍ୟ ଘୋଷଣା କରିଥିଲେ। ଅଭିଯୋଗ ଥିଲା ସରକାରୀ ବ୍ୟବସ୍ଥାର ଅପବ୍ୟବହାର। ଆଉ ଏଥିପାଇଁ କୋର୍ଟ ଇନ୍ଦିରା ଗାନ୍ଧୀଙ୍କୁ 6 ବର୍ଷ ଯାଏଁ ନିର୍ବାଚନ ଲଢ଼ିବାରୁ ବ୍ୟାନ୍ କରିଥିଲା। ଏହା ସହିତ ଗୁଜରାଟ ଏବଂ ବିହାରରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଏବେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ କ୍ରାନ୍ତି ବା ଟୋଟାଲ ରିଭଲ୍ୟୁସନର ରୂପ ନେଇସାରିଥିଲା, ଯାହାଦ୍ୱାରା ଇନ୍ଦିରା ଗାନ୍ଧୀଙ୍କ ସରକାରର ମୂଳଦୁଆ ହଲିଯାଇଥିଲା। ଏହା ସେହି ସମୟ ଥିଲା ଯେତେବେଳେ ସେ ନିଜ କ୍ଷମତା ବଞ୍ଚାଇବା ପାଇଁ ସବୁ ସୀମା ପାର କରିଥିଲେ ଆଉ ଦେଶରେ ଲାଗିଥିଲା ଏମର୍ଜେନ୍ସି। 25 ଜୁନ୍ 1975ର କାଳରାତ୍ରି ବିନା କ୍ୟାବିନେଟ୍ର ମଞ୍ଜୁରୀରେ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲି ଅହମ୍ମଦ ସମ୍ବିଧାନର ଧାରା 352 ପ୍ରୟୋଗ କରି ଇଣ୍ଟରନାଲ ଡିଷ୍ଟର୍ବାନ୍ସ ଆଧାରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପଠାଯାଇଥିବା ଜାତୀୟ ଜରୁରୀକାଳୀନ ପରିସ୍ଥିତି ପ୍ରସ୍ତାବରେ ସ୍ୱାକ୍ଷର କରିଥିଲେ। ଏହାପରେ ରାତି ଅଧରେ ଦିଲ୍ଲୀର ସମସ୍ତ ଖବରକାଗଜ ଅଫିସର ବିଦ୍ୟୁତ୍ ସଂଯୋଗ କାଟି ଦିଆଗଲା, ଯେପରି ସକାଳୁ କେହି ଏହି ଖବରକୁ ଛାପି ନ ପାରିବେ। ସେହି ସମୟରେ ପୋଲିସ ଜୟପ୍ରକାଶ ନାରାୟଣ, ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ ଏବଂ ଏଲ୍.କେ. ଆଡଭାନୀ ଭଳି ଶୀର୍ଷ ବିରୋଧୀ ନେତାଙ୍କୁ ରାତି ଅଧରେ ବିନା କୌଣସି ୱାରେଣ୍ଟରେ ଗିରଫ କରାଯାଇଥିଲା। ଆଉ 26 ଜୁନ୍ ସକାଳେ ଅଲ୍ ଇଣ୍ଡିଆ ରେଡିଓରେ ଇନ୍ଦିରା ଗାନ୍ଧୀ କହିଥିଲେ, भाइयों और बहनों, राष्ट्रपति जी ने आपातकाल की घोषणा की है। इससे आतंकित होने का कोई कारण नहीं है। ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ମାତ୍ରେ ନାଗରିକମାନଙ୍କର ସମ୍ବିଧାନ ପ୍ରଦତ୍ତ ସମସ୍ତ ମୌଳିକ ଅଧିକାରକୁ ସସ୍ପେଣ୍ଡ କରାଗଲା, ଯେମିତି ଆର୍ଟିକିଲ୍ 21, ଯାହା ଦେଶର ପ୍ରତ୍ୟେକ ନାଗରିକର ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାର ଦେଇଥାଏ, ତାକୁ ମଧ୍ୟ ଛଡ଼ାଇ ନିଆଗଲା। ସରକାର MISA ମେଣ୍ଟେନାନ୍ସ ଅଫ୍ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟକୁ ଏକ ମାରାତ୍ମକ ଅସ୍ତ୍ର ଭାବେ ବ୍ୟବହାର କଲେ, ଯାହା ସରକାରଙ୍କୁ ଜାତୀୟ ସୁରକ୍ଷା ଏବଂ ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବା ପାଇଁ ବିନା କୌଣସି କାରଣ ବା ବିଚାରରେ ଯେକୌଣସି ନାଗରିକଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜେଲରେ ରଖିବାର ଅନୁମତି ଦେଇଥାଏ। ଗଣତନ୍ତ୍ରର ଏକ ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଭାବେ ନିଃଶବ୍ଦ କରାଗଲା ଆଉ ଭାରତର ଇତିହାସରେ ପ୍ରଥମ ଥର ପାଇଁ ପ୍ରେସ୍ ସେନ୍ସରସିପ୍ ଲାଗୁ ହେଲା। ପ୍ରତ୍ୟେକ ଖବରକାଗଜ ଛାପିବା ପୂର୍ବରୁ ସରକାରୀ ସେନ୍ସର ଅଧିକାରୀଙ୍କ ଅନୁମତି ନେବା ବାଧ୍ୟତାମୂଳକ ଥିଲା। ସରକାରଙ୍କ ସମାଲୋଚନା କରୁଥିବା କୌଣସି ବି ଶବ୍ଦ ପ୍ରକାଶ କରିବା ଉପରେ କଟକଣା ଲାଗିଥିଲା। ଏହା ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ ଦ ଇଣ୍ଡିଆନ୍ ଏକ୍ସପ୍ରେସ୍ ଏବଂ ଦ ଷ୍ଟେଟ୍ସମ୍ୟାନ୍ ଭଳି ଖବରକାଗଜ ସଂସ୍ଥା ନିଜର ଖବରକାଗଜ ବା ପତ୍ରିକା ଗୁଡ଼ିକୁ ସମ୍ପୂର୍ଣ୍ଣ ଖାଲି ରଖି ପ୍ରକାଶ କରିଥିଲେ। ବିଦେଶୀ ସାମ୍ବାଦିକମାନଙ୍କୁ ଦେଶରୁ ବାହାର କରିଦିଆଗଲା ଏବଂ କେବଳ ସରକାରଙ୍କର ପ୍ରଚାର କରୁଥିବା ଦୂରଦର୍ଶନ ଓ ଆକାଶବାଣୀକୁ ହିଁ ଅନୁମତି ମିଳିଥିଲା। ଏହି ସମୟରେ କ୍ଷମତାର ଅଲିଖିତ କେନ୍ଦ୍ରବିନ୍ଦୁ ସାଜିଥିଲେ ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟ ଗାନ୍ଧୀ। କୌଣସି ସାମ୍ବିଧାନିକ ପଦବୀରେ ନ ଥାଇ ମଧ୍ୟ ସେ ଦେଶର ପ୍ରଶାସନିକ ନିଷ୍ପତ୍ତିକୁ ନିୟନ୍ତ୍ରଣ କରୁଥିଲେ। ଆଉ ତାଙ୍କର 5 ଦଫା କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ବିବାଦୀୟ ଏବଂ ନିଷ୍ଠୁର ଥିଲା ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜବରଦସ୍ତି ବନ୍ଧ୍ୟାକରଣ ନୀତି। ଦୀର୍ଘ 21 ମାସ ପରେ ଇନ୍ଦିରା ଗାନ୍ଧୀ ସମସ୍ତଙ୍କୁ ଚକିତ କରି ଜରୁରୀକାଳୀନ ପରିସ୍ଥିତିକୁ କୋହଳ କଲେ ଏବଂ ନୂତନ ନିର୍ବାଚନ ଘୋଷଣା କରିଥିଲେ। ତାଙ୍କର ଏହି ନିଷ୍ପତ୍ତି ପଛରେ କେତେକ କାରଣ ରହିଥିଲା, ଯେପରି IB ତାଙ୍କୁ ରିପୋର୍ଟ ଦେଇଥିଲା ଯେ ଦେଶର ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ସେ ସହଜରେ ଜିତିଯିବେ। ଆଉ ତା ସହିତ ସେ ନିଜର ଆନ୍ତର୍ଜାତୀୟ ଭାବମୂର୍ତ୍ତିକୁ ମଧ୍ୟ ସୁଧାରିବାକୁ ଚାହୁଁଥିଲେ, କିନ୍ତୁ ସେ ଜନସାଧାରଣଙ୍କ ଭିତରେ ବଢ଼ୁଥିବା ଆକ୍ରୋଶକୁ ଆକଳନ କରିପାରିନଥିଲେ। ଜେଲରୁ ବାହାରିବା ମାତ୍ରେ ବିରୋଧୀ ଦଳ ଏକଜୁଟ ହୋଇ ଜନତା ପାର୍ଟି ଗଠନ କଲେ ଆଉ ଏହି ନିର୍ବାଚନରେ କେନ୍ଦ୍ରରେ ପ୍ରଥମ ଥର ପାଇଁ କଂଗ୍ରେସ ହାରିଥିଲା। ଏହା ସହିତ ଇନ୍ଦିରା ଗାନ୍ଧୀ ନିଜ ନିର୍ବାଚନ ମଣ୍ଡଳୀ ରାୟବରେଲୀରୁ ଏବଂ ସଞ୍ଜୟ ଗାନ୍ଧୀ ଆମେଥିରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲେ, ଯାହା ପରେ ମୋରାରଜୀ ଦେଶାଇ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। 1975ର ଏହି ଜରୁରୀକାଳୀନ ପରିସ୍ଥିତି ଭାରତୀୟ ସମ୍ବିଧାନର ଦୁର୍ବଳତାକୁ ଦର୍ଶାଇଥିଲା, ଯାହା ପରବର୍ତ୍ତୀ ସମୟରେ 44ତମ ସଂଶୋଧନ ଜରିଆରେ ସାମ୍ବିଧାନିକ ନିୟମକୁ ଅଧିକ କଡ଼ାକଡ଼ି କରାଗଲା ଏବଂ ଏଥିରେ ସଶସ୍ତ୍ର ବିଦ୍ରୋହ ଶବ୍ଦକୁ ଯୋଡ଼ାଗଲା, ଯେପରି ଭବିଷ୍ୟତରେ କୌଣସି ଶାସକ ନିଜ ସ୍ୱାର୍ଥ ପାଇଁ କିମ୍ବା କେବଳ ଆଭ୍ୟନ୍ତରୀଣ ଅଶାନ୍ତି ଆଳରେ ଏହାର ଅପବ୍ୟବହାର କରିପାରିବେ ନାହିଁ।